ଦୀର୍ଘ ଦିନ ପୂର୍ବରୁ ଚନ୍ଦ୍ରପୁର ନାମରେ ଏକ ସୁନ୍ଦର ପରିରାଜ୍ୟ ଥିଲା। ସେଠାରେ ରଙ୍ଗୀନ ଫୁଲ, ଚମକୁଥିବା ନଦୀ ଓ ଖୁସିରେ ରହୁଥିବା ପରୀମାନେ ଥିଲେ। ରାଜ୍ୟର ରାଣୀ ଥିଲେ ଚନ୍ଦ୍ରଲେଖା। ତାଙ୍କ ଝିଅ ରୂପା। ରୂପା ବହୁତ ସାହସୀ ଓ ସହୃଦୟ ଥିଲା। ରାଜ୍ୟର ମଧ୍ୟରେ ଥିବା ଯାଦୁଫୁଲ ସମଗ୍ର ରାଜ୍ୟକୁ ଆଲୋକ ଦେଉଥିଲା। ଏକଦିନ ଫୁଲ ଶୁଖିବାକୁ ଲାଗିଲା। ଆକାଶ ଅନ୍ଧାର ହେଲା ଓ ସମସ୍ତେ ଚିନ୍ତାରେ ପଡ଼ିଲେ। ରୂପା କହିଲା, ମୁଁ କାରଣ ଖୋଜି ଆଣିବି। ସେ ତାଙ୍କ ମିତ୍ର ପକ୍ଷୀ ଚିକୁ ସହ ବନକୁ ଗଲା। ବନରେ ଏକ ବୁଢ଼ା ଗଛ କହିଲା, ରାଜ୍ୟର ଯାଦୁ ରତ୍ନ ଏକ ଅସୁର ନେଇଗଲା। ରତ୍ନ ଛାଡ଼ି ଫୁଲ ବଞ୍ଚିପାରିବ ନାହିଁ। ରୂପା ଭୟ ନ କରି ଅସୁରର ଗୁମ୍ଫାକୁ ଯିବାକୁ ଠିକ୍ କଲା। ପଥରେ ରୂପା ମାଛମାନଙ୍କୁ ସହାୟ କଲା। ସେମାନେ ତାକୁ ନଦୀ ଅତିକ୍ରମ କରିବାରେ ସାହାଯ୍ୟ କଲେ। ଅନ୍ଧାର ଜଙ୍ଗଲ ଭିତରେ ଛୋଟ ପରୀକୁ ମଧ୍ୟ ସହାୟକ କଲା। ସେ ରୂପାକୁ ଏକ ଆଲୋକ ଦୀପ ଦେଲା। ଗୁମ୍ଫାରେ ଅସୁର ବଡ଼ ଥିଲା। ରୂପାକୁ ଦେଖି ରାଗିଗଲା, କିନ୍ତୁ ମନରୁ ଏକା ଓ ଦୁଃଖୀ ଥିଲା। ରୂପା ଅସୁର ସହ ଭଲରେ କଥା ହେଲା। ଅସୁର ତାର ଭୁଲ ବୁଝିଲା ଓ ରତ୍ନ ଫେରାଇ ଦେଲା। ରତ୍ନ ଫେରି ଆସିଲା ପରେ ଯାଦୁ ଫୁଲ ପୁଣି ଆଲୋକରେ ଖେଳିଗଲା। ରାଣୀ ରୂପାକୁ ନେଇ ଗର୍ବ କଲେ। ଅସୁର ମଧ୍ୟ ଭଲ ମିତ୍ର ହୋଇ ରାଜ୍ୟରେ ରହିଲା। ଦୟା ଓ ସାହସ ଓ ମିତ୍ରତା ସବୁଠାରୁ ବଡ଼ ଶକ୍ତି।